Hi, good evening. This is your Somnath. Today I am in the jungle. I'm going to show you very interesting things of the jungle. Okay, I'd like to request you all to watch this video till the end. If you like this video, then do subscribe my channel and share this video to your friends and click on the like button. Okay, ତେଣୁକରି ମୁଁ ଯେହେତୁ ଏଟା ପ୍ରଥମ ଭିଡ଼ିଓ 2025 ନୂଆବର୍ଷର ପ୍ରଥମ ଭିଡ଼ିଓ ତ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଗୋଟିଏ ଅନୁରୋଧ ରଖିବି ଯେ ଆପଣମାନେ ସବୁଆଡ଼େ ଯାଆନ୍ତୁ, ସବୁଆଡ଼େ ଭ୍ରମଣ କରନ୍ତୁ, ସବୁ ଭଲ ଭଲ ଦର୍ଶନୀୟ ସ୍ଥାନ ଯାଆନ୍ତୁ, କିନ୍ତୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଆପଣ ଥରେ ଜଙ୍ଗଲ ଆସନ୍ତୁ। ଯଦି ଆପଣଙ୍କୁ କିଛି ସମୟ ମିଳେ, ଟାଇମ୍ ମିଳେ ବା ଅବସର ମିଳେ, ଦେନ୍ ଆପଣ ଜଙ୍ଗଲକୁ ଆସନ୍ତୁ, ଜଙ୍ଗଲର ପରିବେଶକୁ ଉପଭୋଗ କରନ୍ତୁ, ଆଉ ଜଙ୍ଗଲର ମହତ୍ତ୍ୱ, ତା'ର ପ୍ରକୃତିର ସୌନ୍ଦର୍ଯ୍ୟ କୁ ବୁଝନ୍ତୁ ଏବଂ ଉପଭୋଗ କରନ୍ତୁ। ଏବଂ ଆମର ଯେଉଁ ବର୍ତ୍ତମାନ ଗ୍ଲୋବାଲ୍ ୱାର୍ମିଂ ସବୁ ହେଉଛି, ଆଉ ତାପମାତ୍ରା ବଢ଼ୁଛି, ଆଉ ଋତୁ ପରିବର୍ତ୍ତନର ବ୍ୟତିକ୍ରମ ଘଟୁଛି, ତ ଏଇସବୁ ଜିନିଷ ପାଇଁ ଆମକୁ ଜଙ୍ଗଲ ମଧ୍ୟକୁ ଆସିବାର ଅଛି, ଜଙ୍ଗଲକୁ ବୁଝିବାର ଅଛି, ଜଙ୍ଗଲକୁ କେମିତି ସୁରକ୍ଷିତ ରଖାଯାଇପାରିବ, ଜଙ୍ଗଲରେ କେମିତି ଜୀବଜନ୍ତୁଙ୍କର ସଂଖ୍ୟା ବଢ଼ାଯାଇପାରିବ, ସେମାନେ କେମିତି ସୁରକ୍ଷା ରହିପାରିବେ, ତାହାକୁ ଟିକେ ବୁଝିବା ଏବଂ ସମସ୍ତେ ତାକୁ ଯତ୍ନ ନେବା, ସେଇ ଉଦ୍ଦେଶ୍ୟରେ ମୁଁ ଆଜି এই ଭିଡ଼ିଓଟି ଆଣିଛି। ତ ଆଜି এই ଭିଡ଼ିଓରେ ମୁଁ ଆପଣମାନଙ୍କୁ ଭଲ ଭଲ ସବୁ ଗଛ ଦେଖେଇବି, ଯେଉଁ ଗଛ ଗୁଡ଼ାକି ଆପଣ ପ୍ରାୟ ଦେଖିଥିବେ କି ଦେଖିନଥିବେ ମୁଁ ଜାଣିନି। ତ ମୁଁ ଏଇ ଭିଡ଼ିଓରେ ଆପଣମାନଙ୍କୁ ସେସବୁ ଜିନିଷ ଦେଖାଇବା ପାଇଁ ଚେଷ୍ଟା କରିବି। ଆଉ ସବୁ ଗଛ ତ ଗୋଟେ ଭିଡ଼ିଓରେ ଦେଖି ହେବନି, ତ କିଛି ଗଛ ମୁଁ ଦେଖେଇବି। ତ ନେକ୍ସଟ ଯେତେବେଳେ ଭିଡ଼ିଓ ଆସିବ ମୁଁ ଆପଣଙ୍କୁ ଆହୁରି କିଛି ଗଛ ଦେଖାଇବା ପାଇଁ ଚେଷ୍ଟା କରିବି। ଓକେ, ଚାଲନ୍ତୁ ଜଙ୍ଗଲ ବୁଲି ଦେଖିବା। ମୁଁ ଆପଣମାନଙ୍କୁ ବଢ଼ିଆ ବଢ଼ିଆ ସବୁ ଜିନିଷ ଦେଖେଇବି, ଜଙ୍ଗଲ ମଧ୍ୟରେ ସବୁ କ'ଣ ରହିଛି। ଠିକ୍ ଅଛି, ତ ଶାଳ ଗଛ ଏଇ ଜଙ୍ଗଲର ପ୍ରାୟ ଅଧିକାଂଶ ବଡ଼ ବଡ଼ ଶାଳ ଗଛ, ଏଇଟା କହିବାକୁ ଗଲେ ଆକ୍ଚୁଆଲି ଗୋଟେ ପ୍ରକାର ଶାଳ ବଣ। ଠିକ୍ ଅଛି, ଦେଖିପାରୁଛନ୍ତି ଏଇଟା ହେଉଛି ଶାଳ ଗଛ। ଓକେ, ଏଇଟା ହେଉଛି ଶାଳ ଗଛ, ଆଉ ଏଇଟା ଦେଖିପାରୁଥିବେ ଏଇଟା ହେଉଛି ଆମର ଜାମୁକୋଳି ଗଛ। ଠିକ୍ ଅଛି, ଜାମୁକୋଳି ଗଛ, ଆଉ କେନ୍ଦୁ ଗଛ ଆପଣମାନେ ଦେଖିଛନ୍ତି କି ନାହିଁ ମୁଁ ଜାଣିନାହିଁ, ତ ମୁଁ ଆପଣମାନଙ୍କୁ ଦେଖାଉଛି। ଏଇଟା ହେଉଛି କେନ୍ଦୁ ଗଛ, ତା'ର କଲର୍ ହେଉଛି କଳା। କେନ୍ଦୁ ଗଛ ଦେଖିବାକୁ କଳା। ଠିକ୍ ଅଛି, ଏଇଭଳି ବହୁତ ପ୍ରକାର ଗଛକୁ ଆପଣ ଜଙ୍ଗଲ ମଧ୍ୟରେ ଦେଖିବାକୁ ପାଇବେ। ଯଦି ଆପଣ କେବେ ଟାଇମ୍ ପାଆନ୍ତି, ତେବେ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଯେ ଜଙ୍ଗଲକୁ ଆସନ୍ତୁ ଏବଂ ଜଙ୍ଗଲର ବିଭିନ୍ନ ପ୍ରକାର ଯେଉଁ ଗଛ ଲତା ରହିଛି ସେସବୁକୁ ଏନ୍ଜୟ କରନ୍ତୁ ଏବଂ ତାକୁ ଏକ୍ସପୋଜ୍ କରନ୍ତୁ। କେଉଁ ଗଛ ସବୁ ରହିଛି, ତା'ର ମେଡ଼ିସିନ୍ ଗୁଣ ସବୁ କ'ଣ ରହିଛି, ଆଉ ତାକୁ ଆମେ କେମିତି ମେଡ଼ିସିନ୍ ଆକାରରେ ବ୍ୟବହାର କରିପାରିବା, ସେସବୁ ଜିନିଷକୁ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ଠିକ୍ ଅଛି, ତ ମୁଁ 2-3ଟା ଗଛ ଦେଖେଇଲି, ଆଉ ଗୋଟେ ବଡ଼ ଗଛ ଆପଣ ଦେଖିପାରୁଥିବେ। ଏଇ ଧଳା ଧଳା ଦେଖାହେଉଛି, ଏଇଟା ସେଇଟା ହେଉଛି ଆମର ଚାରକୋଳି ଗଛ। ଠିକ୍ ଅଛି, ଚାରକୋଳି ଖାଇଛନ୍ତି କି ନାହିଁ? ଚାରକୋଳି ତା'ର ଫଳଟା ବଢ଼ିଆ ମିଠା ଲାଗେ, ତା'ର ମଞ୍ଜି ମଧ୍ୟ ବିକ୍ରି ହୁଏ, କେଜି ପ୍ରାୟ ତା'ର 100 ଉପରେ, ତା'ର କେଜିକୁ 100 ଟଙ୍କା ଧାର ବିକ୍ରି ହୁଏ। ମୁଁ ବହୁତ ଘଞ୍ଚ ଜଙ୍ଗଲ ମଧ୍ୟକୁ ପଳେଇ ଆସିଲି, ତ ମୋତେ ଟିକେ ଭୟ ଲାଗୁଛି, କାହିଁକିନା ରିସେଣ୍ଟଲି ଶିମିଳିପାଳରୁ ଗୋଟିଏ ବାଘ ଜଙ୍ଗଲରେ ଯେହେତୁ ବୁଲୁଛି, ତେଣୁକରି ମୋତେ ଟିକେ ଭୟ ଲାଗୁଛି। ତ ମୁଁ ଜଲ୍ଦି ଟିକେ ଭିଡ଼ିଓ କରିକି ଘରକୁ ପଳେଇବି। ମୁଁ ଏକୁଟିଆ ଆସିଛି ଯେହେତୁ,
जीवन प्रति टिके विपद रही तेणुक आपको जंगल भितर को आसी जेहेतु आपण मानक भल भल जिनस देखी ही जीवी आपण मैंने जदि वीडियो देखिकी जदि किसी न देखिपारे कौन सी प्रकार जिनस ताहले वीडियो देखिए आउची लाभ ही रही ओके मु वर्तमान आसी अणा गछ आप देखते अणा गछ आप देखते अणा गछ एटा हूँ अणा गछ तार छोटिया छोटिया पत्र सब रही जो देखुं धला धला एटा हूँ अणा गछ ता पत्र बहुत छोट छोट पत्र ते दूरिया रही बड़ गछटा तेणुक मुझे देखी पारनी आगरे गोटे रही अणा गछ आ से भितर को गोटे रही प्राय 3-4टा गछ ये रही अणा गछ तो आपण को जदि अणा भी आवश्यक देन मते कमेंट बॉक्स रे नंबर देवे आ मते जोगाजोग करेंगे तो मु आपण को साहाଯ୍ୟ करी जे आपण पाखरे जिनस केमती पहुँचब नचेत आप आसिक ने ओके ठीक अच्छे एटा हूँ गोटे एटा भी गोटे देख पार्टी एटा गोटे अणा गछ ओके तो एमती बहुत गछ सब रही भल भल गछ जेहेतु मु बहुत जंगल मध्य को पलि आसिली तेणुक मत भय लगिला भय लगुच प्रबल काले जदि किआड़ू अटैक करदे से भयर मुझे तो डरी जाऊँगी तेणुक मु बर्तमान घर को पलैबी जल्दी जल्दी सन्ध्या हो गला ठीक अच्छे तो मुझे आपण मानक समस्त को अनुरोध करी जे चैनल को सब्सक्राइब करेंगे एवं सपोर्ट करेंगे ओके सो बेस्ट ऑफ लक थैंक यू फॉर वाचिंग दिस वीडियो थैंक यू।